ଥରେ ଏକ ଚିତ୍ତାକର୍ଷକ ଭୋଜନାଳୟରେ ଆକର୍ଷଣୀୟ ପରିପାଟିରେ ସୁସଜ୍ଜିତା 2 ଜଣ ମହିଳା ଏକତ୍ର ମଧ୍ୟାହ୍ନ ଭୋଜନ କରୁଥିଲେ। ସେମାନଙ୍କର ଆଉ ଜଣେ ବନ୍ଧୁ ସେମାନଙ୍କୁ ଦେଖିପାରି ସେମାନଙ୍କ ଖାଇବା ମେଜ ନିକଟକୁ ଆସି ପଚାରିଲେ, କ'ଣ ଆଜି କିଛି ବିଶେଷ ଅବକାଶ ଅଛି କି? ସେ 2 ଜଣଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲେ, ଆମ ପରିବାରରେ ଗୋଟେ ସନ୍ତାନ ପାଇଥିବାରୁ ଆମେ ଆଜି ତାର ଜନ୍ମଦିନ ପାଳନ କରୁଛୁ। ତାକୁ ଆଜି 2 ବର୍ଷ ପୂରିଲା। ବନ୍ଧୁଟି ପଚାରିଲେ, ସନ୍ତାନଟି କାହିଁ? ସନ୍ତାନଟିର ମା ଉତ୍ତର ଦେଇ କହିଲେ, ଆସିଲା ବେଳେ ମୁଁ ତାକୁ ମୋ ମାଆଙ୍କ ପାଖରେ ଛାଡ଼ି ଦେଇକି ଆସିଛି। ଆମର ଭୋଜନ ନ ସରିବା ପର୍ଯ୍ୟନ୍ତ ମୋ ମା ତାକୁ ରଖିବେ। ଆଉ ଏଠିକି ତାକୁ ଆଣିଥିଲେ ନା ଆମ ଭୋଜନଟା ଆଦୌ ଉପଭୋଗ୍ୟ ହେଇନଥାନ୍ତା। କି ଅଦ୍ଭୁତ କଥା! ଏକ ଜନ୍ମଦିନ ଉତ୍ସବ ପାଳିତ ହେଉଛି, ଅଥଚ ଯାହା ସକାଶେ ଏହା ପାଳିତ ହେଉଛି ତାର ସେଠାରେ ସ୍ଥାନ ନାହିଁ କିମ୍ବା ତାକୁ ସେ ସ୍ଥାନକୁ ସ୍ୱାଗତ କରାଯାଉନି। ପ୍ରିୟ ବନ୍ଧୁଗଣ, ଠିକ୍ ସେମିତି ଏହି ଖ୍ରୀଷ୍ଟ ଜୟନ୍ତୀ ଉତ୍ସବ ମାସରେ ଆମେ ଯେତେବେଳେ ମହାସମାରୋହରେ ଉତ୍ସବ ପାଳନର ଆୟୋଜନ କରୁଛୁ, ଯାହାଙ୍କ ପାଇଁ ଏହି ସମସ୍ତ ଉତ୍ସବ ପାଳିତ ହେଉଛି, ତାହାଙ୍କୁ ସ୍ମରଣ ନ କରିବା ଏବଂ ତାଙ୍କୁ ଗୌରବ ନ ଦେବାଟା ହେଉଛି ମୂର୍ଖତା। ଅଥଚ ଆଜି ଅନେକ ବଡ଼ଦିନ ଉତ୍ସବଟିକୁ ଠିକ୍ ସେହି ରୂପେ ହିଁ ପାଳନ କରନ୍ତି। ସେମାନେ ବଡ଼ଦିନ ପାଳନ ପାଇଁ ଉପହାର କିଣିବାରେ, ପିଠାପଣା ତିଆରି କରିବାରେ, ସପରିବାରେ ଏକତ୍ର ହେବାରେ ଏତେ ବ୍ୟସ୍ତ ରହନ୍ତି ଯେ ଯାହାଙ୍କ ଉଦ୍ଦେଶ୍ୟରେ ଏ ସମସ୍ତ ଆୟୋଜିତ ହେଉଛି ସେମାନେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଆନ୍ତି। ଆଜି ଯେତେବେଳେ ଆପଣ ବଡ଼ଦିନ ପାଳନ କରିବା ପାଇଁ ବ୍ୟଗ୍ର ହୋଇ ଉଠୁଛନ୍ତି ଏବଂ ସେଥିପାଇଁ ବନ୍ଧୁ ମିଳନ ନିମନ୍ତେ, ପରିବାରର ସମସ୍ତଙ୍କ ପାଇଁ ନିଜ କର୍ତ୍ତବ୍ୟ ପାଳନ ନିମନ୍ତେ ଏବଂ ଅନ୍ୟାନ୍ୟ ଆୟୋଜନ ପାଇଁ ବ୍ୟସ୍ତ ହୋଇ ଉଠୁଛନ୍ତି, ମନେ ରଖନ୍ତୁ, ପ୍ରଭୁ ଯୀଶୁଙ୍କୁ ଛାଡ଼ି ଯାଆନ୍ତୁ ନାହିଁ। ସେ ହୁଅନ୍ତୁ ଆପଣଙ୍କ ବଡ଼ଦିନ ପାଳନର ମୁଖ୍ୟ କର୍ତ୍ତା। ତାହାଙ୍କର ପ୍ରାପ୍ୟ ଗୌରବରୁ ତାଙ୍କୁ ବଞ୍ଚିତ କରନ୍ତୁ ନାହିଁ। ବାକ୍ୟ କହେ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ, ଆମ୍ଭମାନଙ୍କ ସହିତ ପରମେଶ୍ୱର ରଖିବ। ବଡ଼ଦିନ ପାଳନ ବେଳେ ଖ୍ରୀଷ୍ଟଙ୍କୁ ହରାଇବାର ସମ୍ଭାବନା ବେଶୀ।